ଭିତରେ ମା କୌଶଲ୍ୟା ଶୁଣୁନାହାନ୍ତି। ଭଗବାନ ଶିବ କଲେ ପ୍ରଭୁ ଆପଣ ଏଡେ କପଟି, ଆପଣ ଜାଣିପାରିଲେନି ମୁଁ ବସିକିରି କାନ୍ଦୁଛି ନଈ କୂଳରେ ସରଜୁ କୂଳରେ, ଏତେ ଡେରିରେ ଆପଣଙ୍କ ଦର୍ଶନ ହେଲା। ଭଗବାନ କହିଲେ କହିଲେ ତ କଷ୍ଟ ନ କଲେ କୃଷ୍ଣ ମିଳନ୍ତିନି, ଆଉ ତମେ ଟିକେ କଷ୍ଟ କଲ ମୋ ଦର୍ଶନ ତ ପାଇଲ, ଆଉ ଚିନ୍ତା କଣ କରୁଛ? ଶିବ କହିଲେ ଆଉ ଏଠୁ ଫେରିକିରି ଯିବିନି। ନା କଣ ପାଇଁ? କହିଲେ ଘରକୁ ମୁଁ ଗଲାକୁ ରାତି ଅଧରୁ ଉଠିକିରି ଆସିଥିଲି, ଭାରି ଯାହା ଜାଣିନି, ହେଲେ ମୁଁ ଗଲାକୁ ଝାଡୁ ଧରି ବସିଥିବ, ମତେ ନ ନେଇକିରି କୁଆଡେ ଗଲୁ କାହିଁକି? ବହୁତ ଆଡେ ସ୍ତ୍ରୀ ଲୋକମାନେ ପଚାରିବେ ସ୍ୱାମୀ କୁଆଡେ ଦାଣ୍ଡରେ ବୁଲି ଆସିଲା ଟିକେ ନା କୁଆଡେ ଯାଇଥିଲ? ଆପଣଙ୍କ କଥା କହୁଛି, ଆମ ଏରିଆ କଥା କହୁଛି। କୁଆଡେ ଯାଇଥିଲ? କଣ ପାଇଁ ଯାଇଥିଲ? କଣ କାମ ଥିଲା? ଆଉ ଭାଇମାନେ ଗୋଟେ 1,00,000 ଟଙ୍କାର କଥା ଫ୍ରିରେ ଆପଣଙ୍କୁ କହୁଛି, ଆପଣ ବାହାରେ କେତେବେଳେ ବୁଲୁଛନ୍ତି, ଯେତେବେଳେ ଘରକୁ ଆସିବେ, ଯୋଉମାନେ ବାହା ହେଇଛନ୍ତି ଏ ମନ୍ତ୍ର ଦଉଛି ସମସ୍ତଙ୍କୁ ଦେବିନି, ସେତେବେଳେ ସ୍ତ୍ରୀ ଯଦି ଆଗରେ ସାମ୍ନାରେ ଦେଖିଲେ ରାଗିକିରି ଆସୁଛି, ହସିବେନି ଜମା। ହସିଲେ ସ୍ତ୍ରୀ ପଚାରିବ ଘରେ ତ ହସୁନ, କାହାକୁ ଦେଖିକି ଆସିଲେ ଏତେ ହସ କାହିଁକି? ଆରେ ମୁଁ ବଞ୍ଚି ଥାଉ ଥାଉ ତମ ମୁହଁରେ ହସ, ମୁଁ ତ ବାହା ହେଇ ଆସିଛି କନେଇବାକୁ ହସୁଛ, ରାଗିଯିବା। ଆପଣ ମୋତେ ଟିକେ କେମେଣେଇକିରି ଆସିବୁ ଘରୁ। ସ୍ତ୍ରୀ କହିବ ଯାହା ହଉ ଟୋକା କଣ୍ଟ୍ରୋଲରେ ଅଛି। ମନ୍ତ୍ର ଯାହା ପଚାରିବେ ମୁଁ ସବୁ ଦେଇଦେବି, ବଢିଆ ବଢିଆ ମନ୍ତ୍ର ଗୃହସ୍ଥ ମାନଙ୍କ ପାଇଁ। ତେବେ ଭଗବାନ କହିଲେ କହିଲେ ମୁଁ ଯଦି ଶିବ କହିଲେ କହିଲେ ପ୍ରଭୁ ମୁଁ ଘରକୁ ବୁଲିକିରି ଗଲେ ମୋ ସ୍ତ୍ରୀ ପଚାରିବ କୁଆଡେ ଯାଇଥିଲ, ଯଦି ଗଲ ମତେ କାହିଁକି ନେଲନି? ତମେ କଣ ମୁଁ ତୁମର ଅର୍ଦ୍ଧାଙ୍ଗିନୀ, ମୁଁ ତୁମର ସହଧର୍ମିଣୀ, ତମ ସହିତ ମୁଁ ଧର୍ମ କରିଥାନ୍ତି, ମୁଁ ଇଷ୍ଟ ଦେବଙ୍କୁ ଦେଖିଥାନ୍ତି, କେତେ କଥା କହିବ, ମୁଁ ଆଉ ଯିବିନି। ଭଗବାନ କହିଲେ କହିଲେ ଆରେ ତୋର କିଛି ପାର୍ଟ ନାହିଁ? କହିଲେ ଆଉ ପାର୍ଟ ନଥିଲେ କଣ ହବ? କହିଲେ ଗୋଟେ କାମ କର, କିସ୍କିନ୍ଧା କାଣ୍ଡରେ ତମେ ଶିବ ଆସିବ। କେମିତି ଆସିବ? ବଜରଙ୍ଗ ବୋଲି ଏଇ ହନୁମାନ ହେଇକିରି ଆସିବ ଏକାଦଶ ରୁଦ୍ର ବୋଲେ ବୀର ବଜରଙ୍ଗ ବୋଲି କି। ତାପରେ କାକଭୂଷୁଣ୍ଡି କହିଲେ କହିଲେ ପ୍ରଭୁ ମୁଁ ବି ଦେଖି ପାରୁନଥିଲି, ଶିବଙ୍କ କୃପାରୁ ମୁଁ ଆସିଛି ଦେଖିବାକୁ, ମୁଁ ତ ଆପଣଙ୍କର ବଡ ଭକ୍ତ। କହିଲେ ତୁ ବଡ ଭକ୍ତ ଯେ ଏଇଲେ ଦେଖିପାରିବୁନି, କୁଆଟାକୁ ଏଇଲେ କିଏ ପୁରେଇବ? ମୁଁ ଯେତେବେଳେ ଗୁରୁଣ୍ଡି ବି ଚାଲିବି, ମା ପିଠା ଦଉଥିବ ଖାଇବାକୁ, ଖାଦ୍ୟ ଦଉଥିବ ଖାଇବାକୁ, ମୁଁ ଲେଫାଡ଼ିବି, ତୁ ଫୋପାଡ଼ିବୁ, ସେତେବେଳେ ଆସିକି ତୁ ଖାଇବୁ, ମୋ ପ୍ରସାଦ ପାଇବୁ। କାକଭୂଷୁଣ୍ଡି କହିଲେ ପ୍ରଭୁ ଧନ୍ୟ ହେଇଗଲି। ଚନ୍ଦ୍ର କହିଲେ ପ୍ରଭୁ ମୁଁ ଆପଣଙ୍କୁ ଦେଖିପାରୁନି, ସୂର୍ଯ୍ୟ ଆକାଶରେ ଅଛନ୍ତି। କହିଲେ ଚନ୍ଦ୍ର ତମର ଆମର ସମ୍ପର୍କ ଟିକେ ମଧୁର ସମ୍ପର୍କ। ଚନ୍ଦ୍ର ଭଗବାନଙ୍କର କଣ ହେବେ କି? କଣ ଆପଣ ପୁରାଣ ପଢୁନାହାନ୍ତି କି? ଶଳା। କେମିତି ଶଳା ହେବେ? ହିସାବଟା ବତେଇ ଦଉଛି। ଲକ୍ଷ୍ମୀ ବାହାରିଛନ୍ତି କୋଉଠୁ? ସମୁଦ୍ରରୁ। ଚନ୍ଦ୍ର ବି ବାହାରିଛନ୍ତି ସମୁଦ୍ରରୁ। ତେଣୁ ଗୋଟିଏ ଜାଗାରୁ ଦିହାଙ୍କ ବାହାରିଛନ୍ତି ବୋଲି ସେ ହଉଛନ୍ତି ଭାଇ ଭଉଣୀ। ଚନ୍ଦ୍ର ଭାଇ, ଲକ୍ଷ୍ମୀ ହଉଛନ୍ତି ଭଉଣୀ। ଚନ୍ଦ୍ର ଯଦି ହେଲେ ଭାଇ ଲକ୍ଷ୍ମୀଙ୍କର, ଭଗବାନଙ୍କର କଣ ହେବେ? ଶଳା ହେଲେ ଆଉ କଣ? ଚନ୍ଦ୍ର କହିଲେ ପ୍ରଭୁ ମୁଁ ଦେଖିପାରୁନି। ଭଗବାନ କହିଲେ କହିଲେ ଦେଖ ତମର ମୋର ତ ସମ୍ପର୍କ ଅଲଗା, ଏଗୁଡା ବୁଝିପରକା ଲୋକ, ତମ ସମ୍ପର୍କ ମୋ ସମ୍ପର୍କ ନିବିଡ଼। ତମେ ଯେହେତୁ ମୋ ଶଳା ଗୋଟେ କାମ କରିବା ନା କଣ? କହିଲେ ତମେ ଏ ମାସେ ମତେ ଦେଖିନ ବୋଲି ମନ ଦୁଃଖ କରୁଛ, ସବୁବେଳେ ମୋ ପାଖରେ ତୁମେ ରହିବ। କହିଲେ ପ୍ରଭୁ କେମିତି? କହିଲେ ମୋ ନାଁ ଏ ଅବତାରରେ ହବ ରାମଚନ୍ଦ୍ର। ରାମ ସାହୁ, ରାମ ମହାପାତ୍ର, ରାମ ମିଶ୍ର ମୋ ନାଁ ହବନି, କଣ ହବ? ରାମଚନ୍ଦ୍ର। ମୋ ନାଁ ସହିତ ତମେ ସବୁବେଳେ ଯୋଡି ହେଇକି ରହିବ। ଖାଲି ଏତିକି ନୁହେଁ, ଆଉ ଗୋଟେ ବରଦାନ କରୁଛି ନା କଣ? କହିଲେ ୟା ପରେ ଯେତେବେଳେ ମୁଁ କୃଷ୍ଣାବତାରରେ ଆସିବି, ତମେ ମାସେ କାଳ ଆକାଶ ରହିବ, ସୂର୍ଯ୍ୟ ମତେ ଦେଖିପାରିବ। କହିଲେ ଆପଣ ସୂର୍ଯ୍ୟଙ୍କୁ କହୁନା ଟିକେ ପଳେଇବ। କହିଲେ ଆରେ ପୁରା ଛୋଟ ପିଲା, ଭିତରେ ଭିତରେ କଥାବାର୍ତ୍ତା ହଉଛନ୍ତି। କହିଲେ ପାଟି ଫିଟେଇକି କହିବେ ଏ ସୂର୍ଯ୍ୟ ଆକାଶରୁ ଉଠୁ। ସମସ୍ତେ କଣ କହିବେ ଗୋଟେ ଭୂତ ଲାଗିଛି, ଛୋଟ ଛୁଆ କଣ କଥାବାର୍ତ୍ତା କଲାଣି, এটা କିଏ କିରେ? ଏହା କହିବେ, ଡାଉଟ୍ କରିବେ ମତେ। ତମକୁ ବରଦାନ କରିଦେଲି ଚନ୍ଦ୍ର, ଯାଅ। ରାତ୍ରି କହିଲେ ପ୍ରଭୁ ମୁଁ ଦେଖିପାରୁନି, କହିଲେ ଆଗାମୀ ଜନ୍ମରେ ମୁଁ ରାତିରେ ଆସିବି। ଏବେ ଯଦି ଦେଖିପାରୁନ ମତେ, ଦିନ ଅଛି ବୋଲି, ଆଗାମୀ ଜନ୍ମରେ ମୁଁ ରାତିରେ ଆସିବି, ମତେ ମାସେ କାଳ ତମେ ଦେଖିବ ବୋଲି ଆନନ୍ଦ କନ୍ଦ ଭଗବାନ କି ସମସ୍ତଙ୍କୁ ବରଦାନ କରିଦେଲେ। ଆଉ ଭଗବାନ ଆସ୍ତେ 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 ଟିକେ ଟିକେ ବଡ ହଉଛନ୍ତି। ଯେତେବେଳେ ବଡ ହେଲେ ଆମେ କଣ କରୁ? ପିଲାଙ୍କର ନାମକରଣ କରୁ, ସବୁ ସଂସ୍କାର ହଉଛି। ଭାରତୀୟ ମାନଙ୍କ ଜୀବନ, ସନାତନୀ ମାନଙ୍କର ଜୀବନ, ହିନ୍ଦୁ ମାନଙ୍କର ଜୀବନ ସଂସ୍କାର ଭିତରେ ବନ୍ଧା। ଆମର ସର୍ବପ୍ରଥମ ସଂସ୍କାର ହଉଛି ଗର୍ଭାଧାନ ସଂସ୍କାର। ଗର୍ଭ ସଂସ୍କାରିତ ହେଲେ ଭଲ ପିଲା ଜନ୍ମ ହେବେ। ଇଏ ଆମର ଗର୍ଭାଧାନ ସଂସ୍କାର। ଏବେ ଗର୍ଭାଧାନ ସଂସ୍କାର ହଉନି ବୋଲି ପୁଅ ଭୁଜାଲି ଧରି ବୁଲୁଛି, ପୁଅ ବୋତଲ ଧରି ବୁଲୁଛି। ବାପା ଯେତେ କହିଲେ କଣ? ଗର୍ଭାଧାନ ସଂସ୍କାର ଆମେ କରିନେ। ଆଉ ଜନ୍ମ ବେଳକୁ ଗୋଟେ ସଂସ୍କାର ହୁଏ, ନାଭିଚ୍ଛେଦନ ଗୋଟେ ସଂସ୍କାର, ବିଦ୍ୟାଧ୍ୟୟନ ଗୋଟେ ସଂସ୍କାର, ଉପବିତ ପଇତା ଦବା ଗୋଟେ ସଂସ୍କାର। ଆଉ ଶୁଣନ୍ତୁ, ସମସ୍ତେ ଉପବିତ ଲଗେଇ ପାରିବେ, ଯିଏ ସନାତନୀ ଯିଏ ହିନ୍ଦୁ। ଆପଣଙ୍କ ମନରେ ଟିକେ ଭୁଲ ଧାରଣା ଦଉଛନ୍ତି କେବଳ ବ୍ରାହ୍ମଣ ପଇତା ଲଗେଇବେ, ଏଟା ଭୁଲ ଧାରଣା। ସମସ୍ତେ ଆପଣ ଉପବିତ ଗ୍ରହଣ କରିପାରିବେ, ସମସ୍ତେ ଚୁଟି ରଖିପାରିବେ, ସମସ୍ତେ ଚନ୍ଦନ ଲଗେଇ ପାରିବେ। ଆମର ଅସୁବିଧା କଣ? ସବୁ ମା ମାନେ ସିନ୍ଦୁର ଲଗେଇବେ, କମ୍ପଲସରି ଲଗାନ୍ତୁ।
ଆମର ଅସୁବିଧା କଣ ହଉଛି, ଗୋଟେ ପଠାଣ ପିଲା ସେ ତା ବଳା ଗଣ୍ଠି ଉପରକୁ ପ୍ୟାଣ୍ଟ ପିନ୍ଧୁଛି, ମୁଣ୍ଡରେ ଟୋପି ପିନ୍ଧୁଛି, ତାକୁ କେହି କିଛି କହିବି। ଆପଣ ଟିକେ ଚନ୍ଦନ ମାରି ଦେଇକି ବାହାରିଲେ ଲୋକ କହିବା ପୁରା ହେଇଗଲା ଧାର୍ମିକ ବକ, ଧାର୍ମିକ ଲୋକ ଥଟ୍ଟା କରିବେ। ଯଦି ମୁସଲମାନ ତା ଧର୍ମ ରକ୍ଷା କରୁଛି, ଖ୍ରୀଷ୍ଟିଆନ ତା ଧର୍ମ ରକ୍ଷା କରୁଛି, ଆମେ ହିନ୍ଦୁ କାହିଁକି ଆମ ଧର୍ମକୁ ରକ୍ଷା କରିବାନି? ତେଣୁ ସମସ୍ତେ ଚନ୍ଦନ ବା ତିଳକ ଲଗାନ୍ତୁ। আহা তুলসীর মাল নপিন্দে যে জন জীবনে তার কি আসো, তিলক ধারণ নকরে যে জন ভ্রমর ভুবনে বাস। ভজ রাধে কৃষ্ণ জপ রাধে কৃষ্ণ, ভজ রাধে কৃষ্ণ জপ রে, ভজ রাধে কৃষ্ণ জপ রাধে কৃষ্ণ, ভজ রাধে কৃষ্ণ জপ রে। ନାମକରଣ ହବ ପିଲାମାନଙ୍କର, ଇଏ ଗୋଟେ ସଂସ୍କାର ନାମକରଣ। ଉପବିତ ଉପନୟନ ସଂସ୍କାର, କର୍ଣ୍ଣବେଦ ଗୋଟେ ସଂସ୍କାର, ବିଦ୍ୟାଧ୍ୟୟନ ଗୋଟେ ସଂସ୍କାର। ନାଁ ଦେବେ ପିଲାଙ୍କୁ କିଏ ଶୁଣନ୍ତୁ, ଆମ ପିଲାମାନଙ୍କ ନାଁ କିଏ ଦେବେ? ନାମକରଣର 3ଟା ଅଧିକାର ଅଛି। 3 ଜଣ ଅଧିକାରୀ, 4 ନମ୍ବର ଲୋକ ଅଧିକାର